ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। द्वितीय खंड अर्जुन विषाद जोग। अज्ञानता हेउची सकल प्रकार दुखर कारण। अज्ञानता अर्थात प्रकृत ज्ञानर अभाव। दुखर निवृत्ति हेउची ज्ञानर उद्देश्य। ज्ञानर परिभाषा कौन? ଯାହା ଯେମିତି ତାକୁ ଅବିକଳ ଠିକ୍ ସେହିପରି ଜାଣିବା ହେଉଛି ଜ୍ଞାନ। ବେଳେ ବେଳେ ଅନ୍ଧକାରରେ ରଜ୍ଜୁ ଦେଖି ସର୍ପର ଭ୍ରମ ହୁଏ, ଏହା ଅଜ୍ଞାନତା। ଅର୍ଜୁନର ବିଷାଦ ଯୋଗରୁ ଗୀତାର ଆରମ୍ଭ। ଅଜ୍ଞାନତା ବଶତଃ ସେ ପୂର୍ବାଗ୍ରହ ଓ ଜ୍ଞାତି କୁଟୁମ୍ବକ ମୋହରୁ ମୁକ୍ତ ହୋଇପାରିନଥିଲେ। ତେଣୁ ସେ ବିଷାଦଗ୍ରସ୍ତ ହୋଇପଡ଼ିଲେ। ଜୀବନ ଓ ମୃତ୍ୟୁ ସମ୍ବନ୍ଧରେ ଭ୍ରାନ୍ତ ଧାରଣା ହିଁ ତାଙ୍କ ଦୁଃଖର ମୂଳ କାରଣ ଥିଲା। ତାଙ୍କର ଏହି ଭ୍ରାନ୍ତି ଦୂର କରିବା ପାଇଁ ଗୀତା ପରବର୍ତ୍ତୀ ଅଧ୍ୟାୟରେ ସାଂଖ୍ୟ ଦର୍ଶନ ଅର୍ଥାତ୍ ଜୀବନ ଓ ମୃତ୍ୟୁ ବିଷୟକ ତତ୍ତ୍ୱଜ୍ଞାନ ଉପରେ ଆଲୋଚନା କରିଛି। ଏଥିରୁ ଏହା ସ୍ପଷ୍ଟ ଯେ ପରମାତ୍ମା ଅର୍ଜୁନଙ୍କୁ କ୍ଷତ୍ରିୟର ଧର୍ମ ଓ କର୍ତ୍ତବ୍ୟ ପାଳନ ପାଇଁ ହିଂସା ପ୍ରଣୋଦିତ ରକ୍ତରଞ୍ଜିତ ଯୁଦ୍ଧରେ ପ୍ରବୃତ୍ତ କରିନଥିଲେ। ଗୀତାରେ ପରମାତ୍ମା ଅର୍ଜୁନଙ୍କୁ ସ୍ପଷ୍ଟ ଭାବରେ ଆଦେଶ ଦେଇଛନ୍ତି, ତସ୍ମାତ୍ସର୍ବେଷୁ କାଳେଷୁ ଯୋଗଯୁକ୍ତ ଭବାର୍ଜୁନ। ହେ ଅର୍ଜୁନ, ଅହର୍ନିଶି ସର୍ବଦା ମୋ ସହିତ ଯୋଗଯୁକ୍ତ ହୋଇ ରହ। ତସ୍ମାତ୍ ଯୋଗୀ ଭବାର୍ଜୁନ। ଏହି ପ୍ରସଙ୍ଗରେ ପରମାତ୍ମା କେବଳ ଅର୍ଜୁନଙ୍କୁ ଗୀତା ଜ୍ଞାନ ଶୁଣାଇଥିଲେ ବୋଲି କହିବା ଭୁଲ ହେବ। ଅର୍ଜୁନ ଏକ ଗୁଣବାଚକ ନାମ। ଈଶ୍ୱରୀୟ ଜ୍ଞାନ ପ୍ରଚାର ଓ ପ୍ରସାର ପାଇଁ ସେ ଏକ ମାଧ୍ୟମ ମାତ୍ର। ଅର୍ଜୁନଙ୍କ ଭଳି ଆମେ ବିଭିନ୍ନ ସମୟରେ ଧର୍ମ ସଙ୍କଟରେ ପଡ଼ି କିଂକର୍ତ୍ତବ୍ୟ ବିମୂଢ଼ ହୋଇପଡ଼ୁ। କ୍ଷତ୍ରିୟ ହିସାବରେ ଅର୍ଜୁନଙ୍କର ଯୁଦ୍ଧ କରିବା ଓ ଧର୍ମ କର୍ତ୍ତବ୍ୟ। କିନ୍ତୁ ଗୁରୁଜନମାନଙ୍କୁ ଶସ୍ତ୍ରାଘାତ କରିବା ସମସ୍ତଙ୍କ ପକ୍ଷରେ ଅଧର୍ମ। ତେଣୁ ଏହିପରି ଧର୍ମ ବିରୋଧ କର୍ତ୍ତବ୍ୟ ବିରୋଧର ସମାଧାନ ନ କରି କେବଳ କର୍ତ୍ତବ୍ୟ ପାଳନ କରିବାକୁ କହିଲେ ଅର୍ଜୁନଙ୍କ ପରି ବିଦ୍ୱାନ ବ୍ୟକ୍ତି କିପରି ବା ତାହା ଗ୍ରହଣ କରିବେ? ତେଣୁ ସକଳ କର୍ତ୍ତବ୍ୟ ସକଳ ଧର୍ମ ପରିତ୍ୟାଗ କରି ଏକମାତ୍ର ପରମାତ୍ମାଙ୍କ ଶରଣାପନ୍ନ ହୋଇ ସାଧାରଣ ନୈତିକ ସାତ୍ତ୍ୱିକ ଜୀବନଯାପନ ପ୍ରଣାଳୀକୁ ପରିବର୍ତ୍ତନ କରି ଦିବ୍ୟ ଆଧ୍ୟାତ୍ମିକ ଜୀବନଯାପନ ପାଇଁ ଗୀତା ଶିକ୍ଷା ଦିଏ। ଧର୍ମ ଶବ୍ଦର ଅର୍ଥ ହେଉଛି ଯାହାକୁ ଧାରଣ କରାଯାଏ। ଅନ୍ୟ ଅର୍ଥରେ ଯେଉଁ ନୀତି ବା ଆଦର୍ଶ ଅବଲମ୍ବନ କରି ମନୁଷ୍ୟ କର୍ମ କରେ ତାହା ହିଁ ଧର୍ମ। ଅର୍ଜୁନର ସର୍ବତୋମୁଖୀ ଗଭୀର ଅବସନ୍ନତାର ମୂଳ ତତ୍ତ୍ୱ ଏହି ଯେ ତାଙ୍କ ସମଗ୍ର ଚେତନା ବିଭ୍ରାନ୍ତ ହୋଇପଡ଼ିଛି। ସେ ଧର୍ମ ବିଷୟରେ ବିମୂଢ଼। କେଉଁ ନୀତି ଅନୁସରଣ କରି ସେ କର୍ମ କରିବେ ତାହା ନିର୍ଣ୍ଣୟ କରିପାରିନାହାନ୍ତି। ଅର୍ଜୁନଙ୍କ ପରି ଯାହାର କର୍ମୀ ପ୍ରକୃତି ତାହାର ପକ୍ଷେ ଏହା ଅପେକ୍ଷା ବଡ଼ ସଙ୍କଟ ଆଉ କିଛି ନାହିଁ। ତେଣୁ ପରିଶେଷରେ ସେ ସମାଧାନ ପାଇଁ ପରମାତ୍ମାଙ୍କ ନିକଟରେ ଶିଷ୍ୟ ରୂପେ ନିଜକୁ ସମର୍ପିତ କରି ଶରଣାପନ୍ନ ହେଲେ। ଧର୍ମାଚରଣ ଓ ଆତ୍ମସଂଯମ ଅଭ୍ୟାସ ପୂର୍ବକ ଯିଏ ଅର୍ଜୁନଙ୍କ ପରି ଉଚ୍ଚାବସ୍ଥା ପ୍ରାପ୍ତ ହୋଇଛନ୍ତି, କେବଳ ସେ ହିଁ ଏହି ଚରମ ଆତ୍ମସମର୍ପଣ ଓ ଦିବ୍ୟ ଜୀବନର ଅଧିକାରୀ। ତେଣୁ ଅର୍ଜୁନ ଥିଲେ ଗୀତାର ଉତ୍ତମ ରହସ୍ୟ ଶ୍ରବଣ କରିବାର ଉପଯୁକ୍ତ ପାତ୍ର। ଭକ୍ତୋ ଅସି ମେ ସଖାଂ ଚେତି ରହସ୍ୟଂ ହି ତଦୁପତମ୍। ସାଧାରଣ ମନୁଷ୍ୟ ଧର୍ମାଧର୍ମ କର୍ତ୍ତବ୍ୟାକର୍ତ୍ତବ୍ୟର ଯେଉଁ ସବୁ ଆଦର୍ଶ ବା ନୀତି ଅନୁସରଣ କରି କର୍ମ କରେ, ଅର୍ଜୁନ ସେସବୁରୁ ଆସ୍ଥା ହରାଇ ସାରିଛନ୍ତି। ତେଣୁ ଗୀତା ପ୍ରଚଳିତ ପାରମ୍ପରିକ ନୀତି ବା ଧର୍ମ ବିଷୟରେ କିଛି ନ କହି ଆତ୍ମା ଓ ତାଙ୍କର ଆଭ୍ୟନ୍ତରୀଣ ଅବସ୍ଥା ସମ୍ବନ୍ଧରେ ବର୍ଣ୍ଣନା କରିଛି। ପରମାତ୍ମାଙ୍କ ଉଦ୍ଦେଶ୍ୟ ଥିଲା ତାଙ୍କର ପ୍ରିୟ ମାନବାତ୍ମାଗଣ ଅର୍ଜୁନଙ୍କ ପରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରି ସର୍ବଧର୍ମ ପରିତ୍ୟାଗ ପୂର୍ବକ ସଜ୍ଞାନରେ ଈଶ୍ୱରୀୟ ସ୍ମୃତିରେ ରହି ଈଶ୍ୱରୀୟ ଚେତନା ପ୍ରାପ୍ତ ହୋଇ ସଂସାର ମଧ୍ୟରେ ରହି ସମସ୍ତ କର୍ମ କରନ୍ତୁ। ଆମେ ଯେତେବେଳେ ଈଶ୍ୱରୀୟ ଉପଲବ୍ଧି ପାଇଁ ସାଧନା ମାର୍ଗରେ ଅଗ୍ରସର ହେଉ, ଜନ୍ମ ଜନ୍ମାନ୍ତରର ଦେହ ଅଭିମାନରୁ ଉତ୍ପନ୍ନ ଆମର ମନ ବିକାର ସମୂହ ବିଘ୍ନ ସୃଷ୍ଟି କରନ୍ତି।
ସ୍ୱଜନ ମିତ୍ର ସମ୍ବନ୍ଧୀଙ୍କ ମୋହ ମଧ୍ୟ ଆମକୁ ଆମର ଲକ୍ଷ୍ୟ ଭ୍ରଷ୍ଟ କରି ମନରେ ସଂଶୟ ସୃଷ୍ଟି କରାଏ। ସେତେବେଳେ ଆମେ ଏକ ଭୀଷଣ ମନ ସଂଗ୍ରାମରେ ସମ୍ମୁଖୀନ ହେଉ। ମନୋବିକାର ସହିତ ଦୃଢ଼ତା ପୂର୍ବକ ଯୁଦ୍ଧ କରିବା ପରିବର୍ତ୍ତେ ଆମେ ତାମସିକତା ଓ ଦୁର୍ବଳତା ଦ୍ୱାରା ଆକ୍ରାନ୍ତ ହୋଇ କି କର୍ତ୍ତବ୍ୟ ବିମୂଢ଼ ହୋଇପଡ଼ୁ। ଆମେ ନିଜକୁ ସୁହାଇଲା ଭଳି ପାପ ପୁଣ୍ୟର ବିଚାର କରି ଭଗବତ୍ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟରୁ ବିଚ୍ୟୁତିକୁ ସମର୍ଥନ କରୁ। ସଂସାରରେ ସମସ୍ତ ବ୍ୟାପାର ମାନବର କର୍ମଫଳ ଆଧାରରେ ସ୍ୱତଃ ସୁନିୟୋଜିତ ଭାବରେ ପରିଚାଳିତ ହୁଏ। କର୍ମର ଏହି ଗୁହ୍ୟ ଗତି ସମ୍ପର୍କରେ ଗୀତା ଆମକୁ ଶିକ୍ଷା ଦିଏ। ପରମାତ୍ମାଙ୍କ ବ୍ୟତୀତ କର୍ମର ଏ ଗୁହ୍ୟ ଗତି ଅନ୍ୟ କେହି ସଠିକ୍ ଭାବରେ ଶିକ୍ଷା ଦେଇପାରିବେ ନାହିଁ। କାରଣ ମାନବ ମାତ୍ରକେ ହିଁ କର୍ମର ଅଧୀନ, କିନ୍ତୁ ପରମାତ୍ମା କର୍ମାତୀତ। ପରମାତ୍ମାକୁ ପ୍ରକୃତ ରୂପରେ ଚିହ୍ନି ତାଙ୍କୁ ଆମେ ସ୍ୱ ହୃଦୟ ସିଂହାସନରେ ଅଧିଷ୍ଠିତ କରାଇ ପାରିଲେ ଆମ ସୁଖ ଦୁଃଖ ସମ୍ପଦ ବିପଦରେ ସେ ଆମକୁ ଠିକ୍ ରୂପରେ ପରିଚାଳିତ କରାଇବେ। ଅନେକ ସମୟରେ ଆମର ଅନ୍ତରାତ୍ମା ମାଧ୍ୟମରେ ପରମାତ୍ମା ଆମକୁ ଭୁଲ ପଥରୁ ପ୍ରକୃତ ପଥକୁ ଆସିବା ପାଇଁ ଇଙ୍ଗିତ କରୁଥିଲେ ମଧ୍ୟ ଆମେ ଦେହ ଅଭିମାନ ବଶତଃ ତାଙ୍କୁ ଠିକ୍ ରୂପରେ ବୁଝିପାରୁନା। ଦେହ ଅଭିମାନ ବା ଅଜ୍ଞାନତା ହିଁ ସକଳ ପାପ ଓ ଦୁଃଖର କାରଣ। ଦୈହିକ ଅହଙ୍କାରରୁ ମୁକ୍ତ ହୋଇ ଅର୍ଜୁନଙ୍କ ପରି ଶରଣାପନ୍ନ ହେବା ପରେ ପରମାତ୍ମା ଆମ ହୃଦୟ ସିଂହାସନରେ ଆରୂଢ଼ ହୁଅନ୍ତି ଓ ଆମ ମଧ୍ୟରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ପ୍ରଦୀପ ପ୍ରଜ୍ୱଳିତ କରନ୍ତି। ପରମାତ୍ମା ହିଁ ଆମର ପ୍ରକୃତ ଗୁରୁ। କେବଳ ଜ୍ଞାନର ଗୁରୁ ନୁହନ୍ତି, ସେ ହେଉଛନ୍ତି ଆମର କର୍ମର ଜୀବନର ପରିଚାଳକ ଈଶ୍ୱର। ସିଏ ଆମର ହୃଦୟେଶ୍ୱର, ପ୍ରିୟ ପ୍ରିୟତମ, ବନ୍ଧୁ ସଖା ସବୁ କିଛି। ଆମ ପାଖରେ ଯାହା କିଛି ଅଛି ସିଏ ସବୁ ତାଙ୍କର। ଏହିପରି ସର୍ବାନ୍ତଃକରଣରେ ଭଗବତ୍ ସମର୍ପଣ ଭାବନା ଆମକୁ କ୍ରମଶଃ ପୂର୍ଣ୍ଣତା ଆଡ଼କୁ ପରିଚାଳିତ କରିଥାଏ। ଈଶ୍ୱରୀୟ ଜ୍ଞାନ ସମ୍ପନ୍ନ ହୋଇ ନର ଅନାସକ୍ତ ଭାବରେ ଯେଉଁ କର୍ମ ବା ପୁରୁଷାର୍ଥ କରିଥାଏ, ତାର ଅନ୍ତିମ ପରିଣତି ହେଉଛି ନାରାୟଣତ୍ୱ ପ୍ରାପ୍ତି। ଏହା ମାନବ ଜନ୍ମର ପ୍ରକୃତ ଲକ୍ଷ୍ୟ। ମାନବ ଭିତରେ ଦିବ୍ୟତ୍ୱ ଓ ନାରାୟଣତ୍ୱର ସଂସାର ହେଉଛି ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ କର୍ମର ପ୍ରତ୍ୟକ୍ଷ ପ୍ରମାଣ। ଅନ୍ୟଥା ଈଶ୍ୱରୀୟ ଅବତରଣ ବ୍ୟତିରେକ ମାନବ ଦିବ୍ୟକରଣ ସର୍ବାଦୌ ଅସମ୍ଭବ। ପରମାତ୍ମାଙ୍କ ମାନବ ଦେହରେ ଅବତରଣ, ତାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମର ମର୍ମ ଯିଏ ବୁଝିପାରେ, ସିଏ ତାଙ୍କର ସାଧର୍ମ ଲାଭ କରିପାରେ। ସେ ନିମିତ୍ତ ଭାବରେ ଦିବ୍ୟ କର୍ମ ସମ୍ପାଦନ କରିବାକୁ ସକ୍ଷମ ହୁଏ। ଆମର ଏ ଶରୀର ଏକ ରଥ ତୁଲ୍ୟ। ଏହି ରଥରେ ଆତ୍ମା ହେଉଛି ଅର୍ଜୁନ। ଆତ୍ମା ଯେତେବେଳେ ଦେହ ଅଭିମାନରୁ ମୁକ୍ତ ହୋଇ ପରମାତ୍ମାଙ୍କ ନିକଟରେ ସମ୍ପୂର୍ଣ୍ଣ ଆଶ୍ରୟ ନିଏ, ସେତେବେଳେ ସାରଥୀ ରୂପରେ ସିଏ ଆମର ଜୀବନ ରଥକୁ ଠିକ୍ ରାସ୍ତାରେ ଲକ୍ଷ୍ୟସ୍ଥଳ ଅଭିମୁଖେ ଆଗେଇ ନିଅନ୍ତି। ଅର୍ଜୁନ ବିଷାଦ ଯୋଗ 1 ସମ୍ପୂର୍ଣ୍ଣ। ଓମ୍ ଶାନ୍ତି।